ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଶ୍ରୀ ଜବାହରଲାଲ ନେହେରୁଙ୍କର ଜୀବନଟି ଘେରି ରହିଥିଲା ସବୁବେଳେ ବିବାଦରେ। ଆଉ ସେଇ ବିବାଦଗୁଡ଼ିକ ମଧ୍ୟରୁ ତାଙ୍କ ଜୀବନର କିଛିଟା ପୃଷ୍ଠା ଭରି ରହିଥିଲା ତାଙ୍କର କେତୋଟି ପ୍ରେମ ସମ୍ପର୍କକୁ ନେଇ। ଏଡ୍ୱିନା ମାଉଣ୍ଟବେଟନ ଏବଂ ଜବାହରଲାଲ ନେହେରୁଙ୍କର ସମ୍ପର୍କ ବିଷୟରେ ଆଜି ଯାଏଁ ବି ଲୋକ ଚର୍ଚ୍ଚା କରନ୍ତି। ହେଲେ ଏଡ୍ୱିନା କେବଳ ଜଣେ ମହିଳା ନଥିଲେ ଯିଏ ଜବାହରଲାଲ ନେହେରୁଙ୍କ ଜୀବନରେ ଆସିଥିଲେ। ତାଙ୍କ ଜୀବନରେ ଅନେକ ମହିଳା ଆସିଥିଲେ ଆଉ ଯାଇଥିଲେ। ସେମାନଙ୍କ ମଧ୍ୟରୁ କେତୋଟି ନାଁ ହେଲା ପଦ୍ମଜା ନାଇଡୁ, ଏଡ୍ୱିନା ମାଉଣ୍ଟବେଟନ, ମୃଦୁଲା ସାରାଭାଇ ଏବଂ ଜ୍ୟାକଲିନ୍ କେନେଡି। ଭିଡିଓଟିକୁ ପୁରା ଶେଷ ଯାଏଁ ନିଶ୍ଚୟ ଦେଖିବେ ବିସ୍ତାର ରୂପେ ଏ ବିଷୟରେ ଜାଣିବା ପାଇଁ। ନମସ୍କାର, ଜୟ ଜଗନ୍ନାଥ। ମୁଁ ପଦ୍ମଜା ସ୍ୱାଗତ ଜଣାଉଛି ଆପଣ ସମସ୍ତଙ୍କୁ ଆମ ଚ୍ୟାନେଲ ଗପପେଢ଼ିରେ। ଆସନ୍ତୁ ଆଜି କିଛି ଭଲ ଶୁଣିବା। ଆଜିର ବିଷୟବସ୍ତୁକୁ ଯିବା ଆଗରୁ ମୋର କିଛିଟା କଥା ମୁଁ ମୋର ଦର୍ଶକମାନଙ୍କ ସାମ୍ନାରେ ରଖିବାକୁ ଚାହିଁବି। ପ୍ରଥମେତଃ ମୁଁ ମୋର ସବୁ ଦର୍ଶକ ଏବଂ ସବସ୍କ୍ରାଇବର ମାନଙ୍କୁ ଅନେକ ଅନେକ ଧନ୍ୟବାଦ ଦେବାକୁ ଚାହୁଁଛି ଯେ ସେମାନେ ଆଗ୍ରହ ପ୍ରକାଶ କରୁଛନ୍ତି ଆମ ଚ୍ୟାନେଲରେ ଆସୁଥିବା ଏଇ ପ୍ରକାର କଣ୍ଟେଣ୍ଟ ସବୁ ଦେଖିବା ପାଇଁ, ଯାହା ଭାରତର ଇତିହାସ ଏବଂ ସଂସ୍କୃତିକୁ ଦର୍ଶାଉଛି। ଯେତେବେଳେ ମୁଁ ଚିନ୍ତା କରିଥିଲି ଯେ ମୁଁ ମୋର ୟୁଟ୍ୟୁବ ଚ୍ୟାନେଲଟିଏ ଖୋଲିବି ବୋଲି, ମୋ ଝିଅ ମୋତେ କହିଥିଲା ଯେ ମା, ତମେ ଏଇ ପ୍ରକାର କଣ୍ଟେଣ୍ଟ କାହିଁ ବନଉଛ? ତମେ ଯଦି କମେଡି ବ୍ଲଗ, ତମେ ଯଦି ଟ୍ରାଭେଲ ବ୍ଲଗ, ତମେ ଯଦି କୁକିଂ ବ୍ଲଗ, ତମେ ଯଦି ଡେଲି ବ୍ଲଗ କରିବ, ତାହେଲେ ତମର ସବସ୍କ୍ରିପସନ ଆଉ ଭିୟୁଅର୍ସ ବହୁତ ବଢିବ। ହେଲେ ମୋର ଇଚ୍ଛା ବା ଉଦ୍ଦେଶ୍ୟ କିଛି ଅଲଗା ଥିଲା। ମୋର ଉଦ୍ଦେଶ୍ୟ ଏଇଆ ଥିଲା ଯେ ମୁଁ ମୋର ବ୍ଲଗ ଦ୍ୱାରା ବା ମୁଁ ମୋର କଣ୍ଟେଣ୍ଟ ଦ୍ୱାରା ଆମ ଭାରତର ଇତିହାସ ଏବଂ ସଂସ୍କୃତିକୁ ମୋ ଦେଶବାସୀ ବା ମୋର ଓଡ଼ିଶାବାସୀଙ୍କ ସାମ୍ନାରେ ରଖିବି ବୋଲି। ତେଣୁ ଦୟାକରି ଆମର ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ କରିବେ। ବହୁତ ପରିଶ୍ରମ ପଡ଼େ ଆପଣଙ୍କ ସାମ୍ନାକୁ ଏଇ ସବୁ ଭିଡିଓ ଆଣିବା ପାଇଁ। ତା ପଛରେ ବହୁତ ଘଣ୍ଟାର ପରିଶ୍ରମ ବି ଲାଗେ। ଖାଲି ଏଡିଟିଂ ନୁହଁ, ସ୍କ୍ରିପ୍ଟ ତିଆରି କରିବା ବି ଗୋଟେ ବହୁତ ବଡ଼ କାମ। ତେଣୁକରି ଦୟାକରି ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଲାଇକ୍ କରିବେ ଆଉ ଯେତେ ପାରିବେ ସେୟାର କରିବେ। ଚାଲନ୍ତୁ ବିନା ଡେରି କରି ଆରମ୍ଭ କରିବା ଆଜିର ବିଷୟବସ୍ତୁଟିକୁ। ପ୍ରଥମେ ଆସନ୍ତୁ ଜାଣିବା ପଦ୍ମଜା ନାଇଡୁ ଏବଂ ଜବାହରଲାଲ ନେହେରୁଙ୍କର ସମ୍ପର୍କ ବିଷୟରେ। ପଦ୍ମଜା ନାଇଡୁ ଥିଲେ ଆମ ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ସରୋଜିନୀ ନାଇଡୁଙ୍କର ଝିଅ। 1936 ମସିହାରେ ଜବାହରଲାଲ ନେହେରୁଙ୍କର ଧର୍ମପତ୍ନୀ କମଳା ନେହେରୁଙ୍କର ମୃତ୍ୟୁ ଘଟିଥିଲା। ସେହି ସମୟରେ ନେହେରୁଙ୍କର ବୟସ ଥିଲା 47 ବର୍ଷ। ଆଉ ପଦ୍ମଜା ନାଇଡୁ ନେହେରୁଙ୍କଠୁ 11 ବର୍ଷ ସାନ ଥିଲେ। କୁହାଯାଏ ନିଜ ପତ୍ନୀଙ୍କର ମୃତ୍ୟୁ ପରେ ନେହେରୁ ଏବଂ ପଦ୍ମଜା ନାଇଡୁଙ୍କର ସମ୍ପର୍କ ଅତି ଘନିଷ୍ଠ ହୋଇଯାଇଥିଲା। 1937 ମସିହାରୁ 1938 ମସିହା ମଧ୍ୟରେ ନେହେରୁ ଅତି କମ୍ରେ 50ଟି ଚିଠି ପଦ୍ମଜା ନାଇଡୁଙ୍କ ପାଖକୁ ଲେଖିଥିଲେ। ଉଭୟଙ୍କ ଭିତରେ ସମ୍ପର୍କ ଏତେ ଘନିଷ୍ଠ ହୋଇଯାଇଥିଲା ଯେ ନେହେରୁ ଦ୍ୱିତୀୟ ଥର ବାହା ହେବା ପାଇଁ ବି ମନ କରିଥିଲେ। ହେଲେ ଏହା ହେଇପାରିନଥିଲା। କାହିଁକି ନା ଇନ୍ଦିରା ଗାନ୍ଧୀଙ୍କର ବୟସ ସେହି ସମୟରେ ଥିଲା 20 ବର୍ଷ। ଆଉ ନିଜର ମାଙ୍କର ମୃତ୍ୟୁ ପରେ ଇନ୍ଦିରା ଗାନ୍ଧୀ ଭାରି ଭାଙ୍ଗି ପଡ଼ିଥିଲେ। ଆଉ ନେହେରୁ ନିଜ ଝିଅ ଇନ୍ଦିରା ଗାନ୍ଧୀଙ୍କର ମନ ଆଉ କଷ୍ଟ କରିବାକୁ ଚାହୁଁନଥିଲେ। ପୁପୁଲ ଜୟକର ନାମକ ଜଣେ ଲେଖକ, ଯିଏ ଇନ୍ଦିରା ଗାନ୍ଧୀଙ୍କର ଭାରି ଘନିଷ୍ଠ ମିତ୍ର ବି ଥିଲେ, ସିଏ ତାଙ୍କର ବହି ଇନ୍ଦିରା ଗାନ୍ଧୀ ଏ ଅଫିସିଆଲ ବାୟୋଗ୍ରାଫିରେ ନିଜର ଗୋଟେ ସାକ୍ଷାତକାର ଯାହା ସେ ନେଇଥିଲେ ନେହେରୁଙ୍କର ଭଉଣୀ ବିଜୟଲକ୍ଷ୍ମୀ ପଣ୍ଡିତଙ୍କ ସହିତ। ସେ ସେଥିରେ ଲେଖିଛନ୍ତି ଯେ ସିଏ ବିଜୟଲକ୍ଷ୍ମୀ ପଣ୍ଡିତଙ୍କୁ ପଚାରିଥିଲେ ଯେ କାହିଁକି ପଦ୍ମଜା ନାଇଡୁଙ୍କ ସହିତ ନେହେରୁ ବାହା ହେଇନଥିଲେ। ଆଉ ତାର ଉତ୍ତରରେ ବିଜୟଲକ୍ଷ୍ମୀ ପଣ୍ଡିତ କହିଥିଲେ ଯେ ପୁପୁଲ, ତୁ କ'ଣ ଜାଣିନୁ ନିଜର ମାର ମୃତ୍ୟୁ ପରେ ଇନ୍ଦିରା କେତେ ଭାଙ୍ଗି ପଡ଼ିଥିଲା? ତେଣୁ ଜବାହରଲାଲ ନେହେରୁ ତାକୁ ଆଉ କଷ୍ଟ ବା ଦୁଃଖ ଦେବାକୁ ଚାହୁଁନଥିଲେ। ସେଇଥିପାଇଁ ପଦ୍ମଜା ନାଇଡୁଙ୍କ ସହିତ ନେହେରୁଙ୍କର ବାହାଘର ହେଇନଥିଲା। ଖାଲି ପୁପୁଲ ଜୟକର ନୁହଁ, ନେହେରୁଙ୍କର ପର୍ସନାଲ ସେକ୍ରେଟାରୀ ରହିଥିବା ଏମଓ ମଠାଇ ତାଙ୍କର ଗୋଟେ ବହି ରେମିନେସେନ୍ସ ଅଫ୍ ନେହେରୁ ଏଜ୍ରେ ପଦ୍ମଜା ନାଇଡୁ ଏବଂ ନେହେରୁଙ୍କ ସମ୍ପର୍କ ବିଷୟରେ ଲେଖିଛନ୍ତି। ସେ ଏଇଟା ଲେଖିଛନ୍ତି ଯେ ପ୍ରଥମ ଥର ପାଇଁ ଯେବେ ନେହେରୁ ଏଡ୍ୱିନାଙ୍କୁ ଧରି ପଦ୍ମଜା ନାଇଡୁଙ୍କର ମା ସରୋଜିନୀ ନାଇଡୁଙ୍କର ୟୁପିରେ ଥିବା ସରକାରୀ ବାସଭବନରେ ପହଞ୍ଚିଥିଲେ, ପଦ୍ମଜା ନାଇଡୁ ଭାରି ରାଗି ଯାଇଥିଲେ। ସେ ଏତେ ରାଗିଥିଲେ ଯେ ସେ ନିଜ ରୁମ୍ରୁ ବାହାରକୁ ଆସି ଦେଖା କରିନଥିଲେ ନେହେରୁ ବା ଏଡ୍ୱିନାଙ୍କ ସହିତ। ସେ ଏଇଟା ବି ଲେଖିଥିଲେ ଯେ ଇନ୍ଦିରା ଗାନ୍ଧୀ ଜମା ବି ପସନ୍ଦ କରୁନଥିଲେ ପଦ୍ମଜା ଏବଂ ନେହେରୁଙ୍କର ସମ୍ପର୍କକୁ।
इंदिरा गांधी निजे एमओ मठाई को सबुबले कहूथिले जे सीए निज बापा नेहरू को पद्मजा नायडू दूर रखिबा पाई। एही सबु कारण जोगु नेहरू एवं पद्मजा नायडूंकर संपर्क आउ आगुकु बेसी बढ़ी नथिला। एबे आसंतु जानिबा जवाहरलाल नेहरू एवं एडविना माउंटबेटेनकर संपर्क विषय रे। एडविना माउंटबेटेन थिले ब्रिटिश इंडियार लास्ट वाइसरॉय लॉर्ड माउंटबेटेनकर धर्मपत्नी। कुहा जाए जे माउंटबेटेन दंपति जेतेबेले प्रथम थर पई भारत रे पाद रखिथिले सेही समय रे तांकर स्वागत करिथिले जवाहरलाल नेहरू निजे। आउ एडविना आउ लॉर्ड माउंटबेटेन भारत रे पहुंचीबार 10 दिन भितरे ही सारा लोक लोचन को आसीथिला नेहरू एवं एडविनांक भितरे थिबा संपर्कटी। कुहा जाए जे गवर्नमेंट हाउस रो स्विमिंग पूल रे उभय स्विमिंग एकाठी करुथिले। जामिया मिलिया विश्वविद्यालय रे एसोसिएट प्रोफेसर एवं प्रकाशित पुस्तक द माउंटबेटेन्स एंड देयर लाइफ्स एंड लव्स रो लेखक शेख मुजिबुर रहमान लिखिचंती जे एडविना एवं लॉर्ड माउंटबेटेनकर प्रेम विवाह होइथिला सत किंतु उभयଙ୍କ भितरे प्रेम नथिला। तार कारण एया जे एडविनांकर गुडाए प्रेम संपर्क बाहाघर परे हेइथिला। एमिति भी गोटे गार्डन पार्टी रे एडविनांक पाद पाखरे नेहरू बसिथिबार फोटो अछि। केही केही कहिथिले जे पार्टी रे जागा नथिला बसिबाकू तेणु नेहरू सेठी बसिथिले किंतु अनेक लोकंक मानिबा हिसाब रे एडविना निज आखि सामना रे नेहरू को रखिबाकू चाहुथिले आ सेइथि पई नेहरू तांको पाद पाखरे बसिथिले। एमिति कि एडविनांक झियो पामेला निजे कहिथिले जे तांको मां एवं पंडित जी उभयंको बहुत भल पाउथिले बोली। एमिति कि पामेला उभयंको सोलमेट्स बोली भी कहिथिले। नेहरूंकर जीवनी लेखिथिबा स्टेनली वॉलबर्ट लेखिथिले दिने से नेहरू एवं एडविनांकु ललित कला एकाडेमी रो उद्घाटन रे देखिथिले। तांकु एहा देखि आश्चर्य लागिथिला जे समस्तंक सामना रे नेहरू एडविनांकु निसंकोच हेई छुउथिले, तांको हाथ धरुथिले, एमिति कि तांको कान रे फुसफुस होई कथा कहूथिले। लॉर्ड माउंटबेटेन निजे कहिथिले जे नेहरू लेखिथिबा सबु चिठी एडविनांक पाखकु प्रेम पत्र थिला बोली। जेतेबेले निजे लॉर्ड माउंटबेटेन को पार्टीरू एई कथा बाहरी थिला सेतेबेले सारा जनता जानिथिला एडविना एवं नेहरूंकर संपर्क विषय रे। नेहरूंकर जीवनी लेखिथिबा आउ जणे लेखक एमजे अकबर कहिथिले जे उभयंक संपर्क विषय रे टाटा स्टील रो मुख्य कार्यकारी ऋषि मोदी तांको कहिथिले। 1949 रु 1952 मसिया मध्यरे ऋषिंकर बापा सर होमी मोदी यूपी रो राज्यपाल थिले। नेहरू नैनीताल आसीथिले सेही समय रे एवं होमी मोदी भी तांको सहित रहिथिले। रातिर 8टारे होमी मोदी निज पुओ ऋषि मोदी को कहिथिले जे से जाई नेहरू को तांको बेडरूम रु डाकी आनिबे खाइबा पाई। जेतेबेले ऋषि जाई नेहरू को बेडरूम रे डाकिथिले सेही समय रे से देखिथिले नेहरू को रूम रे एडविना को भी। किछि समय परे नेहरू रूम रु बाहरी डिनर टेबल पाखरे पहुंची थिले आउ तांको पछे पछे एडविना भी बाहरी की आसीथिले। 1953 मसिया रे माउंटबेटेन दंपति को भारत तरफ रु गोटे फेयरवेल पार्टी भी दिया जाइथिला आउ सेही पार्टी रे गिफ्ट रो आदान प्रदान हेइथिला। सेही समय रे नेहरू एडविना को गिफ्ट देइथिले गोटे पुराना भारतीय मुद्रा, तांको जीवनी उपरे लेखा जाइथिबा गोटे बही एवं आंबर गोटे क्रेट। आउ एडविना नेहरू को देइथिले 1800 शताब्दी रो गोटे सुनार बॉक्स। ता छड़ा एडविना निज हाथ रे पिंधिथिबा गोटे एमेराल्ड रो रिंग काढ़ी इंदिरा गांधी को गिफ्ट भाबे देइथिले। भारत स्वाधीनता पाइला परे माउंटबेटेन दंपति भारत छाड़ी यूके चली जाइथिले किंतु ता परे भी नेहरू एवं एडविनांकर संपर्क जारी रहिथिला। नेहरू जेतेबेले भी निज कामरे यूके जाउथिले सीए एडविनांक सहित देखा करुथिले। न्यूज़पेपर रे गुडाए फोटो एडविना एवं नेहरूंकर बाहरिथिला। केतेबेले उभय रेस्टोरेंट रे खाउथिले तो केतेबेले नेहरू एडविनांकर बासभवन रे थिबार फोटो न्यूज़पेपर रे बाहरिथिला। नेहरूंक संपर्क मृदुला साराबाई एवं जैकलिन केनेडी सहित कौन थिला ताहा आमे आउ गोटे वीडियो रे निश्चय चर्चा करिबा। मार्क ट्वेन थरे कहिथिले, एवरी मैन इज ए मून विथ ए डार्क साइड विच ही नेवर शोज टू एनीवन। बेले बेले अत्यधिक प्रसिद्धि पाइथिबा व्यक्तिंकर भी डार्क साइड लोकलोचन को आसी जाई थाए। केतेटा कथा सत्य थाए, केतेटा अतिरंजित हेई थाए। श्रुति वृंद
ମୁଁ ଆପଣଙ୍କ ହାତରେ ଛାଡ଼ିଲି ଏହା ନିଷ୍ପତ୍ତି ନେବା ପାଇଁ ଏଥିରେ କେତେ ଠିକ୍ ଆଉ କେତେ ଭୁଲ। ଆଶା କରୁଛି ଆଜିର ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ ଆଉ ସବୁ ଭିଡ଼ିଓକୁ ପୁରା ଶେଷ ଯାଏଁ ଦେଖୁଥିବେ। ଆମେ ପୁଣି ଥରେ ଦେଖାହେବା ଆଉ ଗୋଟେ ନୂଆ ଭିଡ଼ିଓ ଆଉ ଗୋଟେ ସୁନ୍ଦର କାହାଣୀ ସହିତ। ରହିଲି, ଜୟ ଜଗନ୍ନାଥ।